ସମସ୍ତେ ଗୋଟେ ଜୟ ଜଗନ୍ନାଥ। ଆଗରେ ପଡ଼ିଛି ପଥ ବହୁତ ଆହୁରି କେତେ ଯେ ବାକି ଚାଲିବି ଚାଲିବି ନ ପଡ଼ିବି ଥକି ମୁତିବା ଆଗରୁ ବାକି। ମଞ୍ଚରେ ଉପସ୍ଥିତ ବରଣର ସଭାପତି ମହୋଦୟ, ମଞ୍ଚରେ ଉପସ୍ଥିତ ଆମର ସମ୍ମାନର ଅତିଥି ବୃନ୍ଦ, ମଞ୍ଚ ସାମ୍ନାରେ ବସିଥିବା ଆମର ସମସ୍ତ ଗୁରୁଜନ ବୃନ୍ଦ ଏବଂ ମୋର ବଡ଼ ଭାଇ ଭଉଣୀ ଏବଂ ମୋର ସମସ୍ତ ଥିବା ସମସ୍ତ ସାଙ୍ଗସାଥିମାନଙ୍କୁ ହୃଦୟରୁ ଆଉ ଥରେ ସ୍ୱାଗତ କରୁଛି ଆୟୁଷ ଆଥଲେଟିକ୍। ଗୁରୁ ଆମ ପ୍ରଥମ ଗୁରୁ ହେଉଛନ୍ତି ବାବା। ଯେ କେତେ କଷ୍ଟରେ କେତେ ଯତ୍ନରେ ଆମକୁ ବଡ଼ କରିଛନ୍ତି ସେଇଟା ତମେମାନେ ବହୁତ ବେଟର ଜାଣିଛ। ଗୋଟେ ପିଲାକୁ ପାଳିବା ପାଇଁ କେତେ ଯେ କଷ୍ଟ, କେତେ ଯେ କାମ, ସେ ପରିସ୍ଥିତିକୁ ତମେମାନେ ଯଦି ଅଙ୍ଗେ ଲିଭେଇଥିବ ବା ସେ ପରିସ୍ଥିତିକୁ ତମେମାନେ ଯଦି ଅଙ୍ଗେ ଲିଭେଇକି ସେ କଷ୍ଟକୁ ମନରେ ଚାପି ରଖିଥିବ ତମେ କେବେ ଭୁଲ ବାଟକୁ ଯିବନି। ଆଉ ସେଇ ଗୁରୁ ବାପା ମାଙ୍କର ହେଉଛନ୍ତି ପ୍ରଥମ ଗୁରୁ, ଯିଏ ଆମକୁ ବଡ଼ କରିବା ପାଇଁ କେତେ ଯେ ସ୍ୱପ୍ନ ଦେଖନ୍ତି ଆଉ କେତେ ଯେ କଷ୍ଟ, କେତେ ଯେ ଯନ୍ତ୍ରଣା ପାଇ ଆମମାନଙ୍କୁ ଆଜି ଏ ଜାଗାରେ ପହଞ୍ଚଉଛି। କିନ୍ତୁ ସେଇ ଏଇ ଅନ୍ଧକାରମୟ ଦୁନିଆକୁ ଆଲୋକର ଶିକ୍ଷା ଭଳି ଆମକୁ ହାତ ଟାଣି ଆଉ ଗୋଟେ ଆଗକୁ ନେଇ ଯାଆନ୍ତି ସେଇ ଗୁରୁ। ସେଇ ଗୁରୁଙ୍କୁ ଆଜି ଏ ମଞ୍ଚରୁ ଉଦ୍ଦିଷ୍ଟ ପ୍ରଣାମ କରୁଛି ସେ ରଶ୍ମି ସାର୍, ଏ ବାବୁ ସାର୍। ତାଙ୍କ ପାଇଁ ଗୋଟେ ଜୋରଦାର କରିଦେବେ। ଯାହା ପାଇଁ ତମେ ଆଜି ଖାଇଛ ଆଉ ତମ ପରିବାର କେତେ ସୁଖ, କେତେ ଖୁସି। ସତରେ ଏ ଖୁସିରୁ ବେଳେବେଳେ ଆଗରେ ଲୁହ ବାହାରି ପଡ଼େ। ବାପା ମାନେ ଅନୁଭବ କରନ୍ତି ମୋ ପୁଅ ସକାଳୁ ଯାଉଛି, ସତରେ କରୁଛି କ'ଣ, ସତରେ ତୁ ପୁଅ କରୁଛୁ ତ। ବାପା ମା ଆମ ଗୁରୁଜନ ସବୁବେଳେ ଗାଳି କରନ୍ତି, କିନ୍ତୁ ସେ ଗାଳିକି କେବେ ହେଲେ ମାନେ ତମେ ମାନେ ସିରିୟସ୍ ନୁହଁନି। ଲାଇବ୍ରେରୀରେ ବାପା ମା କେବେ ଭଲ ପାଇବା ଆମକୁ ଦେଖାନ୍ତିନି ଯେ ମୁଁ ତତେ କେତେ ଭଲ ପାଏ, ମୁଁ ତତେ କେତେ ସ୍ନେହ କରେ। ସବୁବେଳେ ବାପା ଗାଳି କରନ୍ତି, ଏଇ କାମଟା କର, ସେ କାମଟା କ'ଣ ପାଇଁ ତୁ ଯାଉ ସବୁ ସବୁ। ତା ପଛରେ ବହୁତ ଭଲ ପାଇବା ତମକୁ ରହିଛି। ବାପା ମାଙ୍କ ଭଲ ପାଇବା କେବେ ତୁଳନା କରିପାରିବନି। ତମେ ନିଜେ ଅନୁଭବ ଏକାକି କେବେ ବସିକି ଭାବିବ ଯେ ବାପା ମୋତେ ଏଇ କଥା କାହିଁକି କହିବେ, ତା ପଛରେ ତମକୁ 100 ଗୁଣ ଭଲ ପାଇବା ଅଛି ତମ ଉନ୍ନତ ମାନର ସମାଜକୁ ଉଠେଇବା ପାଇଁ। ମା ଯାହାର ସ୍ନେହ ମମତା ଆଉ ଆଦର କେବେ ହେଲେ ଭୁଲିବେନି। ବାପାକୁ ତ ସବୁ କଷ୍ଟ କହିବେନି, କିନ୍ତୁ ମା ଦୁଃଖ କଷ୍ଟ ଭିତରେ ରନିଂ କରିକି ଘରକୁ ଫେରେ ତ ଆମ ଗୋଡ଼ ପାଖରେ ଆସି ବସି ପଡ଼େ। ମାଆକୁ ସବୁ ଦୁଃଖ କହିବୁ ଯେ ମୁଁ ମୋତେ କଷ୍ଟ ଲାଗୁଛି, ମୁଁ ଆଉ ଯିବିନି। ବେଳେବେଳେ ଡିଫେନ୍ସ ଲାଇନ୍ରେ ବହୁତ କଷ୍ଟ ଲାଗେ। ମୁଁ ବି ଏନ୍ସି ଷ୍ଟୁଡେଣ୍ଟ, ଏସ୍ଏସ୍ କଲେଜରେ 5 ବର୍ଷ ପ୍ରତିନିଧିତ୍ୱ କରିଛି, +2 କ୍ୟାରିୟରରୁ +3 ଶେଷ ପର୍ଯ୍ୟନ୍ତ। ଏସ୍ଏସ୍ କଲେଜ ଷ୍ଟୁଡେଣ୍ଟ, ଲାପଟପ୍ ଡିଷ୍ଟ୍ରିବ୍ୟୁସନ୍ ଷ୍ଟୁଡେଣ୍ଟ, କ୍ୟାରିୟର ଫାଷ୍ଟ ଷ୍ଟୁଡେଣ୍ଟ। ତ ଏହା ଭିତରେ ମୁଁ ଇଚ୍ଛା ନଥିଲା ସୁଦ୍ଧା ଲୋକମାନଙ୍କ ଭଲ ପାଇବା ସ୍ନେହ ମମତା ପାଇଁ ମୁଁ ଆଜି ଏ ସରପଞ୍ଚ କାର୍ଯ୍ୟରେ ଅଛି। ଲୋକମାନଙ୍କୁ ସାହାଯ୍ୟ ସହଯୋଗର ସାଥୀ ହେଉଛି, ବୃଦ୍ଧ ବୃଦ୍ଧିମାନଙ୍କର ସାହାଯ୍ୟ ସାଥୀ ହେଉଛି। ଆରେ ଦେଖ, ମଣିଷ ଯେତେବେଳେ କିଛି ଗୋଟେ ଭଲ କାମ କରେ ତାକୁ ସମସ୍ତେ ଉପଦେଶ ଦିଅନ୍ତି, କେବେ ତାକୁ ଜଜ୍ କରିବେନି। ଗୋଟେ କଥା ନାହିଁ, ଡୋଣ୍ଟ ଜଜ୍ ଦ ବୁକ୍ ବାଇ ଇଟ୍ସ କଭର। এটা ସବୁବେଳେ ମାଇଣ୍ଡରେ ରଖିଥିବ। କିନ୍ତୁ କାହାର ମାନେ ଗୋଟେ ବହିର ମଡାଲ ନେଇକି ଆମେ କେବେ ଜଜ୍ କରିପାରିବାନି ଯେ ବହି ଭିତରେ କ'ଣ ଅଛି। ଆମକୁ ପଢ଼ିବାକୁ ପଡ଼ିବ, ଆମକୁ ପରିଶ୍ରମ କରିବାକୁ ପଡ଼ିବ, ଆମକୁ ଡେଡିକେସନ୍ ସହିତ କାମ କରିବାର ଅଛି। ଭାଇ ସିଏ କରୁଛି ମୁଁ କରିପାରିବିନି, ଏଇଟା ଭାଇ ଇମ୍ପସିବଲ୍ ନୁହେଁ। ଗୋଟେ ଛୋଟ ଗୋଟେ ଉଦାହରଣ ଦେଉଛି, ଆପଣ ତ ସମସ୍ତେ ଜାଣିଥିବେ ଦଶରଥ ମାଝୀ, ଯେ ତା ସ୍ତ୍ରୀକି ବଞ୍ଚେଇ ପାରିଲାନି କିନ୍ତୁ ଘାତକ ସାଜିଥିଲା ଗୋଟେ ବଡ଼ ପାହାଡ଼। ମାନେ ଟାଇମରେ ସେ ହସ୍ପିଟାଲରେ ପହଞ୍ଚେଇ ପାରିଲାନି ବୋଲି ଗୋଟେ ଘାତକ ସାଜିଥିଲା ତା ପାହାଡ଼। ଆଉ ସେ ପାହାଡ଼କୁ ସେ 22 ବର୍ଷ କାଳ ଖାଲି ଛେଳି ଆଣ୍ଠୁରେ ମାନେ ପରିଶ୍ରମ କରିକି ହାଣିକି 55 କିଲୋମିଟର ରାସ୍ତା ତିଆରି କରିଥିଲା। ତାର ଆଗକୁ ସେ ଜିଦ୍ରେ ପରିଣତ କରିଥିଲା। ତମମାନେ ଗୋଟେ ସେମିତି ଜିଦ୍ ରହିବ।